ଭଉଣୀ ମାନଙ୍କ ହୃଦୟରେ ପ୍ରଶ୍ନ ଉଠୁଥିବ, ମୁଁ ମଧ୍ୟ କରିବା ପାଇଁ ଚାହୁଁଛି କଣ? ହାଲେଲୁୟା। ବହୁତ ବଢିଆ ମେଡିସିନ ଦେବି, ଧ୍ୟାନରୁ ଶୁଣୁଥିବେ। ମୁଁ ମଧ୍ୟ ସେବା କାର୍ଯ୍ୟ କରିବା ପାଇଁ ଚାହୁଁଛି। ଜାଣନ୍ତି, ମୁଁ ଛୋଟ ବେଳରୁ ଚାହୁଁଥିଲି, ଏମିତି ଚାହୁଁଥିଲି ଆଜ୍ଞା, ଆପଣ କଳ୍ପନା କରିପାରିବେ ନାହିଁ। ମତେ ଆଉ କିଛି କରିବାକୁ ଇଚ୍ଛା ହେଉନଥାଏ, କେବଳ ସେବା। କିନ୍ତୁ ଜାଣିନଥିଲି କଣ କରିବି, କେମିତି କରିବି, କିନ୍ତୁ ଇଚ୍ଛା ଥିଲା। ଆଉ ମୁଁ ନିଶ୍ଚୟ ଆଶା କରୁଛି ଏଠାରେ ଅନେକ ଭାଇ ଭଉଣୀ ମାନେ ଥିବେ। ମୁଁ ଟିକେ ଚାହିଁବି ଆପଣ ମାନେ ଯଦି ଯୋଉମାନେ ଚାହୁଁଛନ୍ତି ହାତ ଟିକେ ଉଠାଇବେ, ଯୋଉମାନେ ସେବା କରିବା ପାଇଁ ଚାହୁଁଛନ୍ତି ଭାଇ ଭଉଣୀ ମାନେ। ପ୍ରେଜ୍ ଦ ଲର୍ଡ। ବିଶ୍ୱାସ କରିନାହାନ୍ତି? ହାଲେଲୁୟା। ନିଶ୍ଚୟ ତାଳି ହେବା ଦରକାର। ପ୍ରେଜ୍ ଦ ଲର୍ଡ। ୟେସ୍ ୟେସ୍। ସୋତାନ ବେଶୀ କାମ କଲାଣି, ଆଉ ଆମେ ସହ୍ୟ କରିପାରିବୁ ନାହିଁ। ପ୍ରଭୁଙ୍କର ମାନେ ଯଦି ମୁଁ ଆଜି ଠିଆ ହେବି ନାହିଁ, ସୋ କିଏ ଠିଆ ହେବ ମୋ ରାଜ୍ୟ ପାଇଁ? ହାଲେଲୁୟା। ଧନ୍ୟ ଆପଣମାନଙ୍କ ଜୀବନ ଯଦି ଏହି ଇଚ୍ଛାକୁ ଆପଣମାନଙ୍କୁ ହାଇଲି ଏନକରେଜ କରୁଛି। ଶୁଣନ୍ତୁ, ଯଦି ଆପଣମାନଙ୍କ ମନରେ ଏତିକି ବି ଇଚ୍ଛା ଅଛି, କାଶ ପ୍ରଭୁ ମଧ୍ୟ ମତେ ଟିକେ ବ୍ୟବହାର କରିଥାନ୍ତେ କି? ଜାଣନ୍ତି, ସେଇ ଇଚ୍ଛା ଆପଣଙ୍କର ନୁହେଁ, ସେଇ ଇଚ୍ଛା ପରମେଶ୍ୱର ଆପଣଙ୍କୁ ହୃଦୟରେ ଦେଇଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଧନ୍ୟ ଆପଣମାନେ ପ୍ରଭୁଙ୍କର ଲୋକମାନେ। କେବଳ ଜିତୁ ସାର୍, କେବଳ ତୁରୁକ ସାର୍, କେବଳ ଡାନିଏଲ ସାର୍, କେବଳ এই 4-5 ଜଣ ଗଣି ଗଣି ରହିଲେ ଓଡ଼ିଶା ପରିତ୍ରାଣ ପାଇବ ନାହିଁ। ଏଠାରେ ବ୍ଲେସିଂ ସାର୍, ଏଠାରେ ଆନନ୍ଦ ସାର୍, ଏଠାରେ ଅମୁକ ସାର୍, ସମୁକ ସାର୍, ସମସ୍ତେ ଠିଆ ହେବା, ତେବେ ନରକର ଯିବା ଲୋକମାନେ ଫେରି ଆସିବେ, ସ୍ୱର୍ଗ ରାଜ୍ୟ ପରିପୂର୍ଣ୍ଣ ହେବ। ହାଲେଲୁୟା। ଆଶା ଗତକାଲି ଆମେ ମାନେ ଗୋଟେ ସାର୍ଙ୍କୁ ଷ୍ଟେଜକୁ ଡାକିଥିଲୁ। ସେ ଅଛନ୍ତି କି ଏଠି? ଯେ ଅବଦାନ ତାଙ୍କର ଅଛି ଏହି ସେବା ପାଇଁ, ସେ ଅଛନ୍ତି କି? ଉତ୍ତର ଟିକେ ଜଲ୍ଦି ଦିଅନ୍ତୁ। ଅମିତ ସାର୍ ଅଛନ୍ତି ନାହାନ୍ତି? କିଛି କଥା ନାହିଁ। ଅମିତ ସାର୍ ବୁଝିଲେ ମତେ ଠିଆ ହେବାର ଅଛି, ଠିଆ ହୁଅନ୍ତୁ। ଆଜି ଆମେ ଟିକେ ବୁଝିଯିବା, ମୋର ବାପାର କାମ ପାଇଁ ମତେ ଆଜି ଠିଆ ହେବାର ଅଛି। ପଡିଶା ଲୋକ ଠିଆ ହଉ କି ନ ହଉ, ମୋର ସାଙ୍ଗ ଠିଆ ହଉ କି ନ ହଉ, ମୋର ଭାଇ ଠିଆ ହଉ କି ନ ହଉ, ମୋର ଘର ଲୋକ ଠିଆ ହୁଅନ୍ତୁ ନ ହୁଅନ୍ତୁ, ମୋର ବାପା ମୋ ପାଇଁ, ମୋ ପରିବାର ପାଇଁ, ମୋ ମଣ୍ଡଳୀ ପାଇଁ, ମୋ ସାହି ପାଇଁ, ମୋ ଗାଁ ପାଇଁ, ମୋ ଜିଲ୍ଲା ପାଇଁ, ମୋ ରାଜ୍ୟ ପାଇଁ, ମୋ ଦେଶ ପାଇଁ ନିଜର ସବୁ ରକ୍ତ ଦେଇଛନ୍ତି। ଆଉ ମୁଁ ଯଦି ତାଙ୍କ ବାପା ବୋଲି ମାନୁଛି, I cannot be silent। ମୁଁ ନୀରବ ହୋଇ ରହିପାରିବି ନାହିଁ। Now this is your turn। ଆଜି ଆପଣଙ୍କ ପାଖରେ ସୁଯୋଗ ଆସିଛି। ମୁଁ କଣ କରିପାରିବି ପ୍ରଭୁଙ୍କ ନିମନ୍ତେ? ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମୁଁ ମଧ୍ୟ ଚାହୁଁଛି ପ୍ରଭୁ ମତେ ମଧ୍ୟ ଟିକେ ବ୍ୟବହାର କରନ୍ତୁ। ଆମେ ଚାହୁଁଛୁ ନାହିଁ? ଆମେନ୍। ହାଲେଲୁୟା। କେତେ ଲୋକ ଚାହୁଁଛନ୍ତି ଟିକେ ସତରେ, ଯୋଉମାନେ ଚାହୁଁଛନ୍ତି ତାଳି ମାରନ୍ତୁ, ଯୋଉମାନେ ସତରେ ଚାହୁଁଛନ୍ତି। ଆଜିର ବାକି ସ୍ପେଶାଲି ସେମାନଙ୍କ ପାଇଁ। ଆଉ ହଁ ଯୋଉମାନେ ପ୍ରଭୁଙ୍କ ସେବାରେ ଅଲରେଡି ଅଛନ୍ତି କିନ୍ତୁ ମାଇଟଲି ୟୁଜଫୁଲ ହେଇପାରୁନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଶୟତାନ ବେଶୀ ହେଲାଣି, ଆମେ ଆଉ ନୀରବ ରହିବା ପାଇଁ ସମୟ ନାହିଁ। ହାଲେଲୁୟା। କହିବା ଯେଉଁମାନଙ୍କୁ ପ୍ରଭୁ ଯଥେଷ୍ଟ ବ୍ୟବହାର କରନ୍ତି। 2 ତିମୋଥୀ 2:21। ଜଲ୍ଦି ପଢିବେ, ଶୀଘ୍ର ପଢିବେ, ଉଚ୍ଚ ସ୍ୱରରେ। 2 ତିମୋଥୀ 2:21। ଯଦି କେହି ସେହି ସମସ୍ତଙ୍କଠାରୁ ଆପଣଙ୍କୁ ପରିଷ୍କାର କରେ, ତାହେଲେ ସେ ପବିତ୍ରୀକୃତ କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ। ଯଦି କେହି ସମସ୍ତଙ୍କଠାରୁ ଆପଣଙ୍କୁ ପରିଷ୍କାର କରେ, ସେ ପବିତ୍ରୀକୃତ ଆଉ କର୍ତ୍ତାଙ୍କ ପାଇଁ ବ୍ୟବହାର ନିମନ୍ତେ ଉପଯୁକ୍ତ ଅଟେ। ପ୍ରଭୁଙ୍କ ଲୋକମାନେ, ଯେଉଁ ଭାଇ ଭଉଣୀ ମାନେ ଅଛନ୍ତି, ମତେ ଟିକେ ପ୍ରଭୁଙ୍କ କାମ କରିବାର ଅଛି। ଜାଣନ୍ତି ପ୍ରଭୁ କାହାକୁ ବ୍ୟବହାର କରନ୍ତି? ଉତ୍ତର ଟିକେ ଆମେ ପଢି ସାରିଲୁ। ଉତ୍ତର ଟିକେ, ଯେଉଁ ବ୍ୟକ୍ତି ଆପଣଙ୍କୁ ଦୁନିଆ ଠାରୁ ସମ୍ପୂର୍ଣ୍ଣ ଅଲଗା କରିବ, ପୃଥକ ହେବ, ପରିଷ୍କୃତ ହେବ, ଆପଣଙ୍କୁ ପବିତ୍ର କରି ରଖିବ, ପରମେଶ୍ୱର ନୀରବ ରହିପାରିବେ ନା, ତାକୁ ଘରୁ ବାହାର
राज्यर सुसमाचार प्रचार करबा पाए हालेलुया प्रेज द लॉर्ड बहुत कष्ट लगे युवा भाई भौणी मान जीवन को देखला बेले बहुत वेदना हुए बहुत चेष्टा करती बहुत चाहती बहुत इच्छा रखती किंतु पाप करिवार इच्छा नथिबा सत्वे पापर शिकार हो जाते प्रभु आज साहाय्य करती जदि आपण माने धैर्य सहकार बसिबे आम निश्चय समस्त विषय चिकित्सा करिबा आमेन बाहरिबो नाही हालेलुया पवित्र लोकଙ୍କୁ से व्यवहार करती प्रेज द लॉर्ड पड़ोसी की गणंतु हाथ धरतु ना झाड़ फाड़ हो खाली अनातु पड़ोसी को अरे पड़ोसी भाई मत ना पड़ोसी को अनातु कहतु आज्ञा जोर से जोर से आज्ञा प्रभु आपण को मध्य मुई कहना पड़ी कहतु आपण को मध्य यूज करिवे सब छाड़े पवित्र हो सब छाड़ो पवित्र हो ओ बापा को काम देखियो हालेलुया प्रेज द लॉर्ड प्रभु के लोक माने आपण माने धन्य अटंदी प्लीज बी कन्विंस्ड दया करी सुनिश्चित हो जांतु जदि एतिकी भी इच्छा आपण मान को हृदय रे अछि मुठी के सेवा करि थांते कि दैट इज डायरेक्टली फ्रॉम गॉड ताहा ईश्वर को भारोटे जेतु प्रथमे से इच्छा दियंती प्रथमे इच्छा दियंती तापरे सुजोग दियंती तापरे गढंती तापरे बनांती आपण माने ऑलरेडी प्रथम सोपान रछंती डू नॉट बी डिप्रेस्ड दया करे निरुत्साह होंतु नाही दया करे भाबंतु नाही आई कैन डू एनीथिंग जानती मु मध्य कंप्लीटली टोटली अयोग्य थिली आज मध्य अयोग्य होते कैन यू बिलीव इट विश्वास करि पारुछन्ते मु मध्य अयोग्य थिली आ आज मध्य अयोग्य होते जदि ठियाइछि ताको दृष्टि पड़ुछि जदि मते से नाही पारुछन्ती जदि मते से थारे ठिया करि पारि सहज पिला मान आगरे ताको वाक्य कहिबार शक्ति अनुग्रह देइछति व्हाई नॉट यू आपण को काहे नाही आपण को काहे ठिया करिबा नाही हालेलुया हमको राजा घर रानी तो नहीं मोर बापा धनवान नहंती मोर बापा संपत्तिवान नहंती मोर बापा जमीनदार नहंती हमर घर कुड़िया घर खाइबा पाए नथिला पीबा पाए नथिला बोलो पाठ पढ़ ना बोलो ज्ञान नाही बोलो बुद्धि नाही बोलो कलर नाही वी नो नथिंग जदि ठिया हेछु प्रभु हमको हृदय देखिले हृदय इच्छा देखिले हम जीवन को देखिले हमको सजाडिले आज हमको जदि बार बार छथि एक गरीब अनाथ दरिद्र घरर आज ओडिसा रे बुली पारुछ सेवा करी व्हाई नॉट यू आपण काई के माने हालेलुया लेट गॉड सीज योर हार्ट oh this is my child प्रभु देखो ए पिला मते पसंद करूछ ये पाप को पसंद करू नहीं ये मोबाइल को पसंद करू नहीं ये पवित्रता को प्रेम करूछ ये टुकी को प्रेम करू नहीं को टका को प्रेम करू नहीं कि मोबाइल को प्रेम करू नहीं कि टाणबाट को प्रेम करू नहीं कि टेडी हवाना को प्रेम करू नहीं ये जेते सृष्टि विषय अछि ए सृष्टि को प्रेम न करी जे सब को सृष्टि करिसथि से सृष्टि कर्ता को प्रेम करूछ प्रभु जी देखि काम को कहू हालेलुया प्रेज द लॉर्ड पड़ोसी को कहू भाई भौणी तुम्हें भौणी बोलो कि कहू भाई भौणी प्रभु देखुछन्ते तम हृदय देखुछन्ते तमको इच्छा देइछन्ते आउ टिके जोड़ी जाओ प्रभु को बाय हालेलुया प्रभु को लोक माने मो प्रिय भाई बने माने मते जाबड़ी धरिबा के चलो जे भाई मानु को थोड़ा करी नेगेटिव चिंता आणु नाही ना केबे मतो निरुत्साह होतु नाही we have a mighty God with us भयंकर सर्वशक्तिमान परमेश्वर हमर बापा केबे मतो निरुत्साह होतु नाही ना भौणी माने मते केबे मतो दुखित होतु नाही भांगी पडतु नाही किछि शेष होई जाय नाही किछि सरी नाही हम परमेश्वर आउ थरे गढि पारिबे
आम परमेश्वर आउ थे बन पारे जदि भावुं आज्ञा मो बहुत खराब मो बहुत पाप कर गुप्त पाप कर व्यभिचार कर मो पाखे आपण मान संदेश अच्छी किसी कथा ना आउ थे शुणु आउ थे कह आज्ञा स्टीफेन भाई मु व्यभिचार पाप पड़ी मु बेश्या काम करी मु गोटे दुईटा ना तीन चारटा झील को खराब काम करी मु गोटे टका पछर ना अनेक पछर पड़ी जीवन को नष्ट कर कहवाई चाहे किसी कथा ना बुझे मत बुझु मो कथा ध्यान दे प्रभु यीशु ख्रीस्ट एक एरिया को जाइथिले सेठारे गोटे स्त्री व्यभिचार कर्म रे धरा पड़िले से स्त्री को टाणी 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 आनिले आ यीशु को निकट रे ठिया करे देले आ कहिले प्रभु मोसा कहिछु ताको कुटकुटा करी मारो आ सरे दियो तमे कोन कहछो यीशु तुन्नी पड़ी रहिले यीशु कहले यीशु गुरु मोसा आदेश देइछु जाको मारी देबा पाई पत्थर फपाड़ मारी देबा पाई व्हाट आर यू सेइंग तमे कोन कहछो यीशु को बीपी चलले और रक्षा नहीं आका को देखा देखि नहीं यीशु उठले आमर यीशु बोले मजा हालेलुया यीशु को मेरी थाली हवा दरकार ओ से मारो आदर से मारो यीशु को पूरा एक्चुअल हीरो बोले यीशु आ गया हालेलुया मो पाखे टाइम ने ताहा मते मो बाइबल को कहता जे टाइम मते अलाउ करू एक्चुअली हीरो के यीशु उठिले तो लेखुथिले आगर कथा को किछि काम दिना तमे कहथो बोले थिले तुनी पड़ी लेखुथिले तार मते रहस्य अछि तार मते कहि हो नै उठिले अच्छा कोन कहछो मारिबी तमे मारिबो ओ सुनो तुम्हारे मध्य जदि कहीं निष्पापी प्रथमे पत्थर फपाड़ू कोरापुटिया भाषा रे मुंड काबा काबा एम आई राइट यस आउ मुंड किछि काम कला नै जानती सेटारे छोम जे महान बड़ थिले से कहले पीछे मुड़ गइले आगे से चाल बोली ओय हो तमे पत्थर मारिबो जे ताको सृष्टि करिछि निजर हाथ रे कपाळ कला मुंड कला नाक कला गाल कला कान कला ता से पाखरे अछि तमर एडे सास मारवा को भारी छ तमे तमर दम अछि कलिला रे प्रभु कहला तमने अंडरस्टैंड द हार्ट ऑफ जीसस प्रभु कहला तमने प्रभु यीशु ख्रीस्ट पापी को मारि देबा पई नरक को पठाई देबा पई आसिनांती पापी को परित्राण करबा पई आसिले आ सही यीशु को विषय धर्मशास्त्र बाइबल रे से कानी जे परी आजि मध्य से परी प्लीज मते बुझंतु ओ पाखरे बहुत बोझ अछि आपण मानक पई हम ओडिसा रो यूथ मानक पई प्रभु जानते मु किछो हो नै नितो हुए नै आज्ञा मुझे तो मो गोटे कोनसा यूथ बोले भाबुची मो भूल कोनी बोले मु भलरे जानि छी यूथ मानक मन रे कोन चले यूथ माने कोन केहु विषय टाइम स्पेंड करनते किंतु मु समान को एनकरेज करू छी से जियो ओछियो बेविचार कर्म रे जे धरा पड़िला से जियो अल्प समय में कोन भाबिथिबो बोलला समस्ते पड़ेले जे की पवित्र जानको पाखरे पापर लेस नाय जे की पवित्रतार शोभनीय एबे मु तांको हापुरे पड़िली से मते पत्थर कोन फपारिबे केमिति करी मारी की मते मरेई देबे गोटे प्रकार भावना आसीथिबो कि नाही हां निश्चय आसीथिबो प्रभु लोक माने ए झियो भाबुची गोटे किंतु हेबा को जाउची हालेलुया आपनकर पाप दया करी मु गोडरे पड़ बोले पड़ जीवी मो कथा सुनंतु आपनकर पाप आपनको यीशु को प्रेम को बुझिबाटारो न बंचाऊ आपनकर पाप बड़ नाही यीशु को प्रेम ठारो आपनकर बेविचार यीशु को प्रेम ठारो बड़ नाही आपनकर बेश्या
ହେଉଛନ୍ତି କାହାର ବାପାର ତୁମ ଚାମଙ୍କ ରଖିବା ପାଇଁ। ହାଲେଲୁୟା। ପ୍ରାଣ ଦେଇଛନ୍ତି ଆଜ୍ଞା, ରକ୍ତ ଦେଇଛନ୍ତି, ସବୁ ରକ୍ତ ସବୁ ପାଣି ମୁଣ୍ଡରୁ ମାଡ଼ ଖାଇ ପାଦ ଯାଏ ମାଡ଼ ଖାଇଛନ୍ତି, ଛାଡ଼ିଦେବେ ନାଇଁ। ଥରେ କହିତ ଦିଅ ବାପା ମୁଁ ପଳେଇ ଆସିଲି ବୋଲି। ଥରେ ବାପାଙ୍କୁ ଲାଗିଯାଉ ମୋର ପିଲା ପଳେଇ ଆସିଲା ବୋଲି, ଜାବୁଡ଼ି ଧରିଦେବେ ଆଜ୍ଞା, ଜାବୁଡ଼ି ଧରିଦେବେ। ମୁଁ ଏତିକି କହୁଛି ପ୍ରିୟ ଭାଇ ଭଉଣୀ ମାନେ, ପ୍ଲିଜ ଅତୀତକୁ ଦେଖନ୍ତୁ ନାହିଁ, ପ୍ଲିଜ ଅତୀତକୁ ଦେଖନ୍ତୁ ନାହିଁ। ହେଇଯାଇଛି ଭୁଲ, କିଛି କଥା ନାହିଁ, ତାଙ୍କ ରକ୍ତ ଆଜି ବି ଜୀବିତ, ତାଙ୍କ ରକ୍ତ ଆଜି ବି କାମ କରିବା ପାଇଁ ସକ୍ଷମ। ଯଦି କହିବେ ଗୋଟିଏ ଲାଇନ୍ କହିଦିଅନ୍ତୁ, ପ୍ରଭୁ ମୁଁ ପାପ କରିଛି, ମୋତେ ଦୟା ହୋଇ କ୍ଷମା କରିଦିଅ, ତାଙ୍କ ପବିତ୍ର ରକ୍ତ ଆମର ସିନ୍ଦୁର ବର୍ଣ୍ଣ ପରି ପାପକୁ ହିମରେ ପରିଣତ କରିପାରିବ। ହାଲେଲୁୟା। ଯୀଶୁଙ୍କ ରକ୍ତ ପାଇଁ ଟିକେ ତାଳି ହଉ। ଯାହା କହିବି ଭାବିଛି ଏବେ ଯେ ଆରମ୍ଭ କରିନାହିଁ। କର୍ତ୍ତାଙ୍କ ବ୍ୟବହାରରେ କିପରି ଆସିପାରିବା? ଉତ୍ତର ହେଉଛି ପବିତ୍ରତା। ପବିତ୍ର ହେବାକୁ ପଡ଼ିବ। କମ୍ ସେ କମ୍ 20 ଗୋଟି ବିଷୟ ଅଛି ପବିତ୍ର ହେବା ନିମନ୍ତେ। ତାହା ସବୁ ମୁଁ ଛୁଇଁବି ବୋଲେ 4ଟା କି 5ଟା ହେଇଯିବ। ତେଣୁ ଯେତେଟା ହବ ନା ହେଲା ସାରବା। ପ୍ରେଜ୍ ଦ ଲର୍ଡ। ନାଇଁ ଆଉ ଗୁଡ଼ାଏ କଥା ମଧ୍ୟ ଅଛି, ବହୁତ ଭଲ କଥା ଗୁଡ଼ାକ ଅଛି, ଚେଷ୍ଟା କରିବି ସବୁ ଟିକେ ଟିକେ ଛୁଇଁବା ପାଇଁ। ପ୍ରେଜ୍ ଦ ଲର୍ଡ। ନମ୍ବର 1 ଆମର କ'ଣ ପବିତ୍ର ହେବା ଦରକାର? ନମ୍ବର 1 ତାହା ହେଉଛି ଚକ୍ଷୁ। ଶୁଣନ୍ତୁ ଭାଇ ଭଉଣୀ ମାନେ, ଚକ୍ଷୁ ଆମ ଜୀବନର ବଡ଼ ବିଚିତ୍ର ଅଙ୍ଗ ଅଟେ। ୟାକୁ ପାରି ହୋଇନାହିଁ। ଚକ୍ଷୁର କଥା ଆପଣ ଆଜିଠୁ ଶୁଣନ୍ତୁ ନାହିଁ। ମନ ରଖନ୍ତୁ ମୋ କଥା। ପଢ଼ିବା 2-4ଟା ପଦ ପଢ଼ିବା। ପଢ଼ନ୍ତୁ ହିତୋପଦେଶ 27 20 ଜଲ୍ଦି। କରିପାରିବା ଉନ୍ନୟନରେ ଶୁଣା, ପ୍ରଶଂସାରେ ମନୁଷ୍ୟ ପରିଚିତ ହୁଏ। ଯେପରି ପାତାଳ ଓ ବିନାଶ ସ୍ଥାନ କେତେବେଳେ ତୃପ୍ତ ନୁହେଁ, ସେହିପରି ମନୁଷ୍ୟର ଚକ୍ଷୁ କେତେବେଳେ ତୃପ୍ତ ନୁହେଁ। ମନୁଷ୍ୟର ଚକ୍ଷୁ କେବେ ମଧ୍ୟ ତୃପ୍ତ ହୁଏ ନାହିଁ। ମନୁଷ୍ୟର ଚକ୍ଷୁକୁ ଟିକେ ବୁଝନ୍ତୁ, we all are human। ଆମ ଚକ୍ଷୁକୁ ଟିକେ ଜାଣନ୍ତୁ, ୟାର ମଧ୍ୟ ଇଚ୍ଛା ଥାଏ। ୟାର ଇଚ୍ଛା କ'ଣ? ଦେଖୁଥିବ, କେବେ ମଧ୍ୟ ଭଲ ବିଷୟ ଦେଖିବ ନାହିଁ। ଏଇଟା ବୁଝନ୍ତୁ, ଦୟାକରି ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆମ ଚକ୍ଷୁକୁ ଭଲ ବିଷୟ ଦେଖିବାକୁ ପସନ୍ଦ ନାହିଁ। ଏଇଟା ବୁଝନ୍ତୁ ଦୟାକରି। ଯେତେ ଖରାପ ବିଷୟ ହେବ ସେତେ ଭଲ ଧ୍ୟାନରେ ଦେଖିବା ପାଇଁ ଆମ ଚକ୍ଷୁ ଚାହିଁବ। ଏହା ଆମ ଚକ୍ଷୁର ଟେଣ୍ଡେନ୍ସି ଅଟେ, ବୁଝନ୍ତୁ। ଏକ୍ସାମ୍ପଲ, ଗୋଟେ କଳା ରଙ୍ଗର ଝିଅ ଆସୁଛି, ଗୋଟେ ଗୋରା ରଙ୍ଗର ଝିଅ ଆସୁଛି, କାହାକୁ ଆପଣ ଅଧିକ ସମୟ ଦେଖିବେ? ଉତ୍ତର ଜୋରସେ ବୁଝିପାରିଲେ? ଆମ ଚକ୍ଷୁକୁ ଜାଗତିକତା ବହୁତ ପସନ୍ଦ, ବୁଝିଯାଆନ୍ତୁ ଏଇଟା। ପାଉଲ କହିଲେ, ମୁଁ ମୋର ଶରୀରକୁ ବଶରେ ରଖିବି। ମୁଁ ମୋର ଚକ୍ଷୁର କଥା ଶୁଣିବି ନାହିଁ। ଚକ୍ଷୁ ଯାହା ଦେଖିବା ଦରକାର ତାହା ମୁଁ ଦେଖ ବୋଲି ଚକ୍ଷୁକୁ ଅର୍ଡର କରିବି, ତା ଇଚ୍ଛା ଅନୁସାରେ ମୁଁ ଚାଲିବି ନାହିଁ। ମୋବାଇଲ ବାହାର କରିଥିବା ବାକ୍ୟ ଶୁଣିବା ପାଇଁ ବା ଗୀତ ଶୁଣିବା ପାଇଁ, ସତ୍ୟ କଥା। କିନ୍ତୁ ମୋବାଇଲ ପେଜ ଓପେନ କରୁ ଫାର୍ଷ୍ଟ ପେଜରେ ଯାହା ଥିବ ଟିକିଏ ଦେଖିଦେବି ବୋଲି ଛୁଇଁଦେବ, ଆଉ ସେ ବାକ୍ୟ ଆସିବ ନାହିଁ। ଦେଖୁଥିବ, ଆଖିରୁ ପାଣି ବାହାରି ଯାଉଥିବ ସିନା, ଦେଖିବା ବନ୍ଦ ହେବ ନାହିଁ। ଚକ୍ଷୁ କେବେ ତୃପ୍ତ ନୁହେଁ, ବୁଝନ୍ତୁ। ଥରେ କ'ଣ ହେଇଛି,
ଗୋଟେ ଯୁବା ପୁଅ ମଣ୍ଡଳୀର ତାଙ୍କ ପାଷ୍ଟର ବାବୁ କହିଲେ ବାବୁ ଆସ ଆମେ ଟିକେ ଭିଜିଟିଂ ଯିବା ଘରମାନଙ୍କୁ ଯାଆନ୍ତି ପାଳକ ବାବୁ ମାନେ ଏ ବାବୁ ଆଉ ପାଷ୍ଟର ଆଗେ 2 ଜଣ ଯାଉଛନ୍ତି ରାସ୍ତାରେ ମନଙ୍କର ମୁଁ ସେ ବାଳକ ଆଗେ ଗୋଟେ ବାବୁ ଯାଉଛନ୍ତି 2 ଜଣ ଯାଉଛନ୍ତି ରାସ୍ତାରେ ଏମିତି ଗଲା ବେଳକୁ ସାମ୍ନା ଆଡୁ ଜଣେ ଆସୁଛି ଆଦମର ପଞ୍ଜରା କିଏ ଆସୁଛି ଆଚ୍ଛା ଆସୁଛି ଏ ବାବୁ କିଏ ପାଷ୍ଟରଙ୍କ ସଙ୍ଗରେ ଯେ ଯାଇଛି ବାବୁ ସିଏ ତାକୁ ଦେଖିଦେଲା ଆଉ କଣ ଛୁଟେଇଲୁ ନାଇଁ ମୁଁ ପଥରଟା ଥିଲା ତାକୁ ଦେଖୁଛୁ କଣ ବାଳକ ବାବୁ ଆପଣ ମଧ୍ୟ ପରମେଶ୍ୱରଙ୍କର କି ଅଦ୍ଭୁତ ସୃଷ୍ଟି କି ଅଦ୍ଭୁତ ରଚନା ପରମେଶ୍ୱର କେତେ ଉତ୍ତମ କାର୍ଯ୍ୟ କରିଛନ୍ତି ଦେଖନ୍ତୁ ତାଙ୍କ ସୃଷ୍ଟିର ଏକ ଉଦାହରଣ ବୋଲୁଛି ବୁଝିପାରିଲେ ଦୟାକରି ବାଜେ ଅଯଥା କଥା କହି ଆପଣଙ୍କୁ ଜଷ୍ଟିଫାଇ କରି କରନ୍ତୁ ନାହିଁ এই আখি কেবে ভাল বিষয় চাইব নাই চাহি নাই যাহা আত্মাঙ্কর উন্নতি নিমন্তে যথার্থতে কেবল সেই বিষয় আখিকে নির্দোষ দিয়ন্তু দেখিব নলে দেখিব না ওয়াও বঢ়িয়া ହେଇଛି କହିଲା କି ଦେଖିବା ବିପଦ ଦେଖିଲା ଲାଳସା ଜାତ ହେଲା ଖାଇଲା ନିଜେ ଖାଇଲା ତା ଖାଇଲା ତାର ତାକୁ ମଧ୍ୟ ଖୋଇଲା 2 ଜଣ ଯାକ ଗଲେ ଆମେ ମଧ୍ୟ ଆଜି ଗଲୁ ଏଡେ ବଡ଼ ବିପଦ ଚକ୍ଷୁ ବହୁତ ସାବଧାନ ସାମସଙ୍ଗର ବିଷୟରେ ଲେଖାଯାଏ ଦେଖିଲା ତାପରେ ଗଲା ପଢୁ ନାହିଁ ଟାଇମ ଚାଲି ଯାଉଛି ଦାଉଦ ଦେଖିଲା ତାପରେ ପଢିଲା ସାବଧାନ ଲୋକଙ୍କ ସ୍ତ୍ରୀ ଦେଖିଲା ତାପରେ ଫସିଲା ପଡ଼ୋଶୀ ଟିକେ ବନାନ୍ତୁ ଆଉ କୁହନ୍ତୁ ଜଲ୍ଦି ଭାଇ ଭଉଣୀ ଦେଖିବ ଜୋରସେ ଦେଖିବ ଫସିବ ଦେଖିବ କାହିଁକି କୁହ ନା ଦେଖିବ କାହିଁକି ଫସିବ କାହିଁକି ହାଲେଲୁୟା ବାପରେ ଫୁଲ ମନରେ ଆସୁଛନ୍ତି ୟେସ୍ Praise the Lord. प्रभु आशीर्वाद करो प्रभु को दास मां बैठ गाड़ी हो थैंक यू अल्प किसी दिन रे मु जाइले फुलवाणी मिनिया को तापर जाइले फुलवाणी खजुरी पड़े से माने सुनिले पळी आस धन्यवाद प्रेम हालेलुया आ अनेक आस्ते मु जानि पारे नै आपण मानक भाई मते गाड़ी मारिबो दुख करो हालेलुया चक्षु केबे मध्य संतुष्ट हुए নাই এটিমে চক্ষুর কথা শুনতো নাই ভিতরে বহুত সুন্দর কথা লেখନ୍ତି 2:14 পদরে শীঘ্র বার করନ୍ତୁ প্রথম ভিতর 2:14 সর্বনাশক কাজে হেতু কি অবা দুষ্কর্মকারী মানবକୁ ପ୍ରତିଫଳ ଦେବା দ্বিতীয় ভিতর ক্ষমা করিবে সেকেন্ড ভিতর 2:14 সেମାନଙ୍କ চক্ষু ব্যভিচারণে পরিপূর্ণ হই সেମାନଙ୍କ চক্ষু কেউঠি পরিপূর্ণ আজ্ঞা ব্যভিচারণে কিছু ভাই ମାନଙ୍କର চক্ষু ଦେଖିବେ କିଛି ଭଉଣୀ ମାନଙ୍କ ଚକ୍ଷୁ ଦେଖିବେ ଏମିତି ଦେଖୁଥିବା ମାନେ ଆଉ ରକ୍ଷା ନାହିଁ ଭୟଙ୍କର ଦେଖିବେ ମୁଁ କହିବା ପାଇଁ ଚାହେଁ ସେମାନଙ୍କୁ ଅନାନ୍ତୁ ହିଁ ନାହିଁ ଫସିଯିବ ଆଜ୍ଞା ସିଧା କଥା କିଛି କରିପାରିବେନି ଆପଣ ବୁଝିଯାଆନ୍ତୁ ମୋ କଥା ଏଠି ଆମ କାଲି ମଧ୍ୟ କହିଲି ପୁଅ ଝିଅକୁ ଅନେଇରୁ ଅନେଇ ଝିଅ ପୁଅକୁ ଅନେଇରୁ ଅନେଇ ଦେଖିବ ତ ଫସିବ ବାକି ତୁମ ଇଚ୍ଛା ଆଉ ଫସିଗଲା ପରେ କହିବ କାହିଁକି ମୁଁ ଫସିଗଲି ନା ଦେଖ ନାହିଁ କାମ ଶେଷ ସରିଲା ଦେଖ ହିଁ ନାହିଁ ଚକ୍ଷୁର ଚାହାଣି ଆମର ପବିତ୍ର ହବା ଦରକାର ପ୍ରଭୁଙ୍କ ଲୋକମାନେ ଶୁଣନ୍ତୁ ମନେକର ଗୋଟେ ଝିଅ ବହୁତ ଖରାପ ଚାହାଣୀରେ ଆପଣଙ୍କୁ ପ୍ରଲୋଭିତ କରିବା ଚାହାଣୀରେ ମନେକର ସେ ଦେଖୁଛି ମୋ କଥା ଟିକେ ଧ୍ୟାନ ଦେବେ ସେ ଝିଅଙ୍କୁ ସ୍ୱର୍ଗ କିପରି ଅନଉଥିବ ଟିକେ ଚିନ୍ତା କରିବେ
या मोर पुओ को मु पठेली या मो पुओ माड़ खाइला या चापुड़ा खाइला या पिठा खाइला या अर्थनगम अवस्था आकाश पृथ्वी मध्य झुलिला या सबू रक्त देदेला स्वर्ग ताकू जेपरी नजर रे देखुची आमे मध्य सेपरी नजर रे देखिबा दरकार हालेलुया पढ़िबा तिमोथी प्रथम तिमोथी 5:2 वृद्धास्त्रीମାନଙ୍କୁ ମାତୃତୁଲ୍ୟ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଗ୍ନିତୁଲ୍ୟ ଜ୍ଞାନ ଯୁବତୀମାନଙ୍କୁ କିପରି ମନେ କର ଅଗ୍ନିତୁଲ୍ୟ ନା ନା କିପରି ମନେ କର ମାତୃତୁଲ୍ୟ ମାତୃତୁଲ୍ୟ ପବିତ୍ର ଭାବରେ ଭଉଣୀ ପରି କେତେ ଲୋକ ପାଖରେ କଲିଜା ଅଛି ଶୁଣି ପାରିବା ତ ଆମେ ଟିକେ ସିଧା କଥା ଶୁଣିବା କି ପଛଆଡୁ ଟିକେ ମତେ ମିଳିବ କି ଉତ୍ତର ଟିକେ ସିଧା କଥା ଶୁଣି ପାରିବା ଆଣିବାକୁ ପଡିବ ହଉ ବାଇବଲର ସାର କଥା କଣ ଅଟେ ଯାହା ପ୍ରଭୁ ଯୀଶୁ କହିଛନ୍ତି ଏ କହିପାରିବେ ତ ଜଲ୍ଦି କୁହନ୍ତୁ ଆଉ ମୁଁ ଏବେ ଯାହା କହିବା ପାଇଁ ଯାଉଛି ଜୀବନ ସାର ମନେ ରଖିବେ ବାଇବଲର ସାର କଥା ଯାହା ପ୍ରଭୁ ଯୀଶୁ କହିଛନ୍ତି ଜୋରସେ ତୁମ ଚକ୍ଷୁ ତୁମର ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର ଶୀଘ୍ର କାଳକୁ ଆଜ୍ଞା ମାନେ ସାହାଯ୍ୟ କାଳେ କରିବେ ଯାହା ଯୀଶୁ କହିଛନ୍ତି ବାଇବଲର ସାର କଥା ଜୋରସେ ଟିକେ ତାହା ପ୍ରେମ ଥିଲା ସାର କଥା ତୁମ୍ଭେମାନେ ଲୋକମାନେ ତୁମ୍ଭମାନଙ୍କୁ ଯେପରି ବ୍ୟବହାର କରନ୍ତୁ ବୋଲି ତୁମେ ଇଚ୍ଛା କରୁଛ ତୁମେ ସେମାନଙ୍କ ପ୍ରତି ସେଇ ପ୍ରକାର ବ୍ୟବହାର କର ମାଥ୍ୟୁ 7:12 ଜଲ୍ଦି ପଢ ଜଲ୍ଦି 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 ଅତଏବ ଲୋକମାନେ ତୁମମାନଙ୍କ ପ୍ରତି ଯାହା ସବୁ କରନ୍ତୁ ବୋଲି ଇଚ୍ଛା କର ତୁମେମାନେ ମଧ୍ୟ ସେମାନଙ୍କ ପ୍ରତି ସେହି ସବୁ କର କାରଣ ଏହା ହିଁ ବ୍ୟବସ୍ଥା ଓ ଭାବବାଦୀ ମାନଙ୍କର ଧର୍ମଶାସ୍ତ୍ରର ସାର ବାକ୍ୟର ସାର କଥା ଯାହା ଯୀଶୁ ନିଜେ ଆପଣା ମୁଖରେ କହିଥିଲେ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପରି ବ୍ୟବହାର କରନ୍ତୁ ବୋଲି ତୁମେମାନେ ଇଚ୍ଛା କରୁଛ ତୁମେମାନେ ସେ ପ୍ରକାର ତୁମେମାନେ ସେହିପରି ଶୁଣ ଭାଇମାନେ କଲିଜା ଅଛନ୍ତି ଆଚ୍ଛା ଭେରି ଗୁଡ୍ ଭାଇମାନଙ୍କ ପାଇଁ ତାଳି ହଉ କଲିଜା ଅଛି କଣ ଜୋରସେ ମାର ତମର କଥା କହିବାକୁ ଯାଉଛି ମାରି ପ୍ରଭୁ ମୋର ଭାଇମାନେ ତୁମେମାନେ କେବେ ମଧ୍ୟ ଚାହିଁବ କି ତୁମର ପେହ୍ଲା ସୁନ୍ଦରୀ ଭଉଣୀକୁ ଅଲଗା ଟଙ୍କା ଲାଇନ୍ ମାରୁ ବୋଲି ଚାହିଁବ କେବେ ମଧ୍ୟ ଚାହିଁବ ତୁମର ଭଉଣୀର ଚୁମି ଝିକି ଦେଉ ବୋଲି କେବେ ଚାହିଁବ ତୁମର ଭଉଣୀକୁ ଚୁମା ଦେଉ ବୋଲି କେବେ ଚାହିଁବ ତାକୁ ଲାଇନ୍ ମାରି ବାହାରେ ହଇରାଣ କରୁ ବୋଲି କେବେ ଚାହିଁବ ତାକୁ ଫୋନ କରି କରି ବିଚାର କରୁ ବୋଲି କେବେ ଚାହିଁବ ତାକୁ ଘରେ କିଏ ନଥିଲା ବେଳକୁ ଘରକୁ ଯାଇ ଯାହା ମନ ଇଚ୍ଛା ତାହା କରୁ ବୋଲି ଆମେ ମଧ୍ୟ ନ କରୁ ଅଲଗାର ଭଉଣୀ ଅଲଗାର ଝିଅ ଶସ୍ତା ନାଇକି ତମର ଭଉଣୀକୁ ଅଲଗା ଟଙ୍କା ଲାଇନ୍ ମାରିଲେ କେମିତି ଲାଗୁଛି ଜଳି ପୋଡ଼ି ଯାଉଛନ୍ତି ଠେଙ୍ଗା କାଟି ଜଳି ବାହାରୁଛନ୍ତି ମାନେ ତମର ଭଉଣୀ ଡାଁ ଅଲଗା ଭଉଣୀ ଚିପକି କୋର୍ଟର ପାଠ ଏଇଟା ତୁମେ ଯେପରି ଚାହୁଁଛ ତୁମର ଭଉଣୀକୁ ସମସ୍ତେ ସମ୍ମାନ ଦିଅନ୍ତୁ ତୁମେ ମଧ୍ୟ ସମସ୍ତଙ୍କର ଭଉଣୀକୁ ସମ୍ମାନ ଦିଅ ବୁଝିଲା ତୁମେ ଯେପରି ଚାହୁଁଛ ତମର ଭଉଣୀକୁ କିଏ ଜଙ୍ଗଲକୁ ଲଟା ପୂଜାକୁ ନ ନେଇ ଯାଉ ତୁମେ ମଧ୍ୟ କାହାକୁ ଧରି ଯାଅ ନାହିଁ ତୁମେ ଯେମିତି ଯାଉଛ ତୁମର ଭଉଣୀକୁ କିଏ ଫୋନ କରି କରି ରାତି ଯାକ ବିଚାର ନ କରୁ ତୁମେ ମଧ୍ୟ କର ନାହିଁ ତୁମେ
ତୁମେ ଯେମିତି ଚାହୁଁଛ ତୁମର ଭଉଣୀକୁ ସମସ୍ତେ ଭଲ ନଜରରେ ଦେଖନ୍ତୁ, ଠେପା ଠେପା କରି ନ ଦେଖନ୍ତୁ, ତୁମେ ମଧ୍ୟ ଦେଖିବାର ଆଗରେ ବନ୍ଦ କର। ଅନ୍ୟମାନେ ମାନେ ସେମାନେ ତାଙ୍କର ଆଉ ତମରଟା ହେଲେ ବାଧିଯିବ। ଆମେ ଯେମିତି ଚାହୁଁଛୁ ଆମ ମା ମାନଙ୍କୁ ସମସ୍ତେ ରେସ୍ପେକ୍ଟ କରନ୍ତୁ, ଆମ ସ୍ତ୍ରୀକୁ ସମସ୍ତେ ରେସ୍ପେକ୍ଟ କରନ୍ତୁ, ଆମ ଭଉଣୀକୁ ସମସ୍ତେ ରେସ୍ପେକ୍ଟ କରନ୍ତୁ। ପ୍ରଥମେ ମୋତେ କରିବାର ଅଛି, ମୋତେ। ହାଲେଲୁୟା। ଆଶା ପଡୁଛି ଭାଇମାନେ, ପବିତ୍ର ଭାବରେ ଭଗ୍ନୀ ତୁଲ୍ୟ ପୁଣି ବ୍ୟବହାର ଦେବା ଦରକାର। ଆମେ କହିପାରିବା ମୁଁ କୌଣସି ଭଉଣୀକୁ ଖରାପ ନଜରରେ ଦେଖୁନାହିଁ ବୋଲି କହିପାରିବା ତ? ନା ଖାଲି ବାହାରେ ଆକ୍ଟିଂ ନମ୍ବର 1? ଆକ୍ଟିଂ ଲୋକମାନେ ଯିବେ ନାହିଁ ସେଠିକୁ। ଆକ୍ଟିଂ ଲୋକମାନେ ଆକ୍ଟର ହେବେ। ଯଦି ଆକ୍ଟିଂ କରିବା ପାଇଁ ଇଚ୍ଛା ବଲିଉଡକୁ ଯାଆନ୍ତୁ କି ହଲିଉଡକୁ ଯାଆନ୍ତୁ କି କଲିଉଡ ଟଲିଉଡକୁ ଯାଆନ୍ତୁ, ଆକ୍ଟିଂ କରନ୍ତୁ ଆଉ ପଇସା ନିଅନ୍ତୁ, ନର୍କ ଫ୍ରି। ଖ୍ରୀଷ୍ଟିଆନ ଜୀବନ ଆକ୍ଟିଂ କରିବାର ଜୀବନ ନାହିଁ। ପବିତ୍ରତାର ଆକ୍ଟିଂ, ନମ୍ରତାର ଆକ୍ଟିଂ, ପ୍ରେମର ଆକ୍ଟିଂ, ଦାନର ଆକ୍ଟିଂ। ମାନେ ଏମିତି ରାକ୍ଷୀ ବନ୍ଦ କରୁଥିବେ, ଆପଣ ଭାବିବେ ବାଃ ମୋ ପିଲାଟା ବୋଲେ। ଆକ୍ଟିଂ କରି ଆପଣ କାହାରିକୁ ଠକୁ ନାହାନ୍ତି, ନିଜକୁ ଠକୁଛନ୍ତି। ଷ୍ଟପ୍ ଆକ୍ଟିଂ। ହିପୋକ୍ରେସି ଲାଇଫରୁ ବାହାରି ଆସନ୍ତୁ, ପବିତ୍ରତାକୁ ପ୍ରେମ କରନ୍ତୁ। ହାଲେଲୁୟା। କାହାକୁ ପ୍ରେମ କରିବେ? ଲଭ୍ ହୋଲିନେସ୍। ଯଦି କାହାକୁ ପ୍ରେମ କରିବା କଥା, କାହାକୁ ପ୍ରେମ କରିବେ? ପବିତ୍ରତା। ଚକ୍ଷୁକୁ ପ୍ରଥମେ ପବିତ୍ର କରନ୍ତୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ବହୁତ କଷ୍ଟ ଲାଗେ। ୟୁଥ୍ ମାନେ କିଛି ଅଛନ୍ତି ମଣ୍ଡଳୀରେ ବହୁତ ଆକ୍ଟିଭ ଥାଆନ୍ତି, ପାପରେ ମଧ୍ୟ ଠିକ୍ ସେତିକି ଏତିକି ଥାଆନ୍ତି। ସାବଧାନ। ମଣ୍ଡଳୀରେ ଯେତିକି ଆକ୍ଟିଭ, ପବିତ୍ରତାରେ ବି ସେତିକି ଆକ୍ଟିଭ ରୁହନ୍ତୁ। ଲୁଚି ଲୁଚି କଥା ହଉଥିବେ, ଲୁଚି ଲୁଚି ଧରା ଧରି ହଉଥିବେ, ଲୁଚି ଲୁଚି ପଳେଇ ଯାଉଥିବେ। କଲେଜ ଯାଉଛି ବୋଲି 10ଟାରେ ବାହାରି ପଡୁଥିବେ, କଲେଜ ଥିବ 1ଟା ବେଳେ, ଆପଣ 10ଟାରେ ବାହାରି ଯାଇଥିବେ। ମା ବାପା ଭାବୁଥିବେ ମୋର ପିଲା କଲେଜ ଯାଇଛି ବୋଲି, ଆପଣ କଲେଜ ନାଁରେ ଆଉ ଅନ୍ୟ ପାଖକୁ ପଳେଇ ଯାଇଥିବେ। ଦୟାକରି এই সমস্ত শারীরিক অভিলাষ ঠারু আজি যদি পয়ন করিবে নাহি, আপন নষ্ট হবে, আপন বরবাদ হবে, আপনার পাই আপনার পরিবার নাম বদনাম হব, পরমেশ্বর দুঃখিত হবে। যদি কে খুশি হব সে শয়তান, তাহা আজিঠু বন্ধ হবে। আমেন, হালেলুয়া। অনেকଙ୍କର বয়স তো পার হয়ে যাচ্ছে, আজ্ঞা মন কিন্তু পার হেউ নাই। 6-7টা নাই, 10টা পিলার বাপা কହୁଛି କେମିତି କରିବି ଆଖିକୁ ବୋଲି। ଦେଖ କୁଆଡେ ଯିବି ମୁଇଁ ଆଜ୍ଞା। କେତେଟା ପିଲାର ବାପା ସେ? 1ରେ ଶୁଣ, ତାକୁ ମଧ୍ୟ ଆଖି ରୋଗ ବାହାରିଛି, ଚକ୍ଷୁ ଦୋଷ। କଣ କହୁଛି ସେ? କଣ କହୁଛି ସେ? କୁହ ନା ଜଲ୍ଦି, କଣ କହୁଛି ସେ? ପ୍ରଭୁ ଏ ସୁନ୍ଦରୀ ଟୋକି ମାନଙ୍କୁ ମୁଁ କେମିତି ଦେଖିବି, ମତେ ଦୟା କର ପ୍ରଭୁ କହୁଛି। ବୟସ କେତେ ହେଇଥିବ ତାର? 10ଟା ପିଲାର ବାପା ହୋ, କୁହ ଜଲ୍ଦି କୁହ। 5ରେ ଶୁଣ, ମନ କେତେ ଅଛି? 1ରେ 5। ପ୍ରଭୁଙ୍କର ତୁମରେ make a covenant, ଚକ୍ଷୁ ସହିତ ନିୟମ କରନ୍ତୁ, ମୁଁ ଅନାଇବି ନାହିଁ। ଯଦି ଆପଣ ଷ୍ଟ୍ରଙ୍ଗ ହେବେ ନାହିଁ, ଆପଣଙ୍କ ପାଇଁ ମୁଁ କିଛି କରିପାରିବି ନାହିଁ। ବୁଝି ଯାଆନ୍ତୁ, ମୁଁ ଅନେଇବି ନାହିଁ। ମୁଁ ଦେଖିଛି କିଛି ଭାଇ ଭଉଣୀ ମାନଙ୍କୁ, I love them, ଅନେଇବି ନାହିଁ ଆଜ୍ଞା। ୟେସ୍, କିଛି ଝିଅମାନଙ୍କୁ ଦେଖିଛି, ଆମେ କିଛି ଘରକୁ ଗଲେ ସେମାନେ ସାଇଡରେ ରହିଯାଆନ୍ତି, ଅନେଇବେ ନାହିଁ, ଦେଖିବେ ନାହିଁ, ମୋକୁ ମୋ ମିଶାଇ। ସେମାନେ ଆତ୍ମିକ ଅଟନ୍ତି। ଆଉ କିଛି ମାନଙ୍କୁ ଦେଖିଛି, ବାପା ନମସ୍କାର ଠେଙ୍ଗା ହାତ ଖୋଜି ଥାଉଛନ୍ତି, ପିଠି ମଝିରେ 2ଟା ପକେଇ ଦେବେ ନା କେମିତି ନା। ଆମେ ଗୋଟେ ଆଦର୍ଶ ହେଉ, ଆମକୁ ଲୋକେ ଦେଖିଲେ
କହିବା ଦରକାର ସେହି ପୁଅ ସେହି ଝିଅ କାହାକୁ ଦେଖେ ନାହିଁ ପୁଅ ଝିଅ ମାନଙ୍କୁ ବୋଧେ ପରମେଶ୍ୱର ଆୟୁବଙ୍କୁ ଦେଖି କହିଲେ ଶୈତାନ ହୋଇପାରେ এই ଦୁନିଆରେ এই ପୃଥିବୀରେ ଆଉ ସମସ୍ତେ ଖରାପ ହୋଇଥିବେ ତୁମକୁ ମତେ ମାନୁନଥିବେ କିନ୍ତୁ ମୋର ଦାସ ଆୟୁବ ମତେ ମାନେ ମତେ ଭୟ କରେ ସେ ପାପ ଛାଡ଼ିଛି ସେ କୁକ୍ରିୟା ତ୍ୟାଗୀ ଅଟେ ସେ ସିଦ୍ଧ ଅଟେ ସେ ସରଳ ଅଟେ ମୁଁ କହିବା ପାଇଁ ଚାହେଁ ପ୍ରିୟ ଭାଇ ଭଉଣୀ ମାନେ ଆଜି ପରମେଶ୍ୱର ଆମ କନ୍ଧମାଳ ଜିଲ୍ଲାକୁ ଦେଖି କହିବା ଦରକାର ହଁ ହୋଇପାରେ ଫୁଲବାଣୀରେ ଭଲ ନାହାନ୍ତି ହୋଇପାରେ ଦାରିଙ୍ଗବାଡ଼ିରେ ଭଲ ନାହାନ୍ତି ହୋଇପାରେ ଉଦୟଗିରିରେ ଭଲ ନାହାନ୍ତି କିନ୍ତୁ ଯାହା ସହିତ ବାଲିଗୁଡ଼ାକୁ ଯା ସାଲମ ୟୁଥ୍ ଫେଲୋସିପକୁ ଯାଇକି ଦେଖେ ମୋର ପୁଅ ଝିଅ ମାନେ ପବିତ୍ରତାରେ ଉତ୍ସୁକ ହୋଇ ଚଳିକି ଅଛନ୍ତି ଚୁଚ୍ଛା ତାଳି ମାର ନାହିଁ ଶୁଣ ଅଛୁ ଆମେ ହାଲେଲୁୟା ଆମକୁ ପ୍ରଭୁ ଦେଖି ସାର୍ଟିଫିକେଟ ଦିଅନ୍ତୁ ସାଲମ ୟୁଥ୍ ଫେଲୋସିପ ମଜା ଆସୁଛି ସେ ଫେଲୋସିପର ସବୁ ବିଷୟ ପ୍ରଭୁ ଆମକୁ ଦେଖି କହିବା ଦରକାର ହାଲେଲୁୟା ପ୍ରେଜ୍ ଦ ଲର୍ଡ ଟାଇମ୍ ହେଇପଡ଼ିଲା ହାଲେଲୁୟା କଣ ନମ୍ବର 1 କଣ ପବିତ୍ର ହେଉ ଚକ୍ଷୁ ନମ୍ବର 2 କର୍ମ ପବିତ୍ର ହେବା ଦରକାର ଆମ କାନ କିପରି ହଉ ପବିତ୍ର କାନରେ ଯାହା ଶୁଣିବୁ ଉତ୍ତମ କଥା ଶୁଣିବୁ ନହେଲେ ନାହିଁ ନିୟମ ବନାନ୍ତୁ ସାଙ୍ଗ ସହିତ ସାଙ୍ଗ କଥା ହେଲେ ଝିଅ ସହିତ ଝିଅ ସାଙ୍ଗ କଥା ହେଲେ ବାହାରକୁ ଗଲା ବେଳକୁ କଥା ହେଲେ ଆଉ ଘରେ ବସିଲା ବେଳକୁ କଥା ହେଲେ ଶୁଣନ୍ତୁ ସେ କଣ କହୁଛି ଯଦି ସେଇ କଥାରେ ଆପଣଙ୍କ ଆତ୍ମିକ ଜୀବନରେ କିଛି ଲାଭ ନାହିଁ ତାକୁ କହିଦିଅନ୍ତୁ ଥ୍ୟାଙ୍କ ୟୁ ଧନ୍ୟବାଦ ମୁଁ ଆସୁଛି କୁହନ୍ତୁ କହିବା ଦରକାର ଆପଣଙ୍କର ଏପରି ଗୋଟେ ଇମେଜ ବନାନ୍ତୁ ଏପରି ଗୋଟେ ନିଜର ପିକ୍ଚର ବନାନ୍ତୁ ଆପଣଙ୍କ ସହିତ କଥା ଲୋକମାନେ ବାଜେ କଥା ହେବାର ସାହସ କରିବାକୁ ନାହିଁ ନା ଏତେ ଶସ୍ତା କି ଆମ ଟାଇମ୍ ଅଯଥା କଥା ଶୁଣିବାକୁ କାରଣ ଦୁନିଆ ଲୋକମାନେ ପାପରେ ବଢି ବଢି ସଢୁଛନ୍ତି ଆମେ ଅଯଥା କଥା ଶୁଣିବାର ସମୟ ନଷ୍ଟ କରିବୁ ନା ଯାହା ଶୁଣିବୁ ଆମ ଜୀବନକୁ ତାହା ଚ୍ୟାଲେଞ୍ଜ କରିବା ଦରକାର ଆମକୁ ଟିକେ ଲିଫ୍ଟ ଅପ୍ କରିବା ଦରକାର ଆମକୁ ଟିକେ ପବିତ୍ର ହେବା ପାଇଁ ସାହାଯ୍ୟ କରିବା ଦରକାର ଆମକୁ ଟିକେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ ସାହାଯ୍ୟ କରିବା ଦରକାର ଆମେ ଚୁଗୁଲି ଶୁଣିବୁ ନାହିଁ ଆମେ ଅଯଥା କଥା ଶୁଣିବୁ ନାହିଁ ବେକାର କଥା ଶୁଣିବୁ ନାହିଁ ବାଜେ କଥା ଶୁଣିବୁ ନାହିଁ ପରଚର୍ଚ୍ଚା କରିବୁ ନାହିଁ ନିନ୍ଦା କରିବୁ ନାହିଁ ବଦନାମ କଥା ଶୁଣିବୁ ନାହିଁ ନା ଷ୍ଟପ୍ ଇଟ୍ ଏସବୁ ବନ୍ଦ କରନ୍ତୁ ଆଜିଠାରୁ କାନରେ ଯଦି ଶୁଣିବେ ଈଶ୍ୱରଙ୍କ ରବ ଶୁଣନ୍ତୁ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତୁ ଭଲ ଭଲ କଥା ଶୁଣନ୍ତୁ ନହେଲେ ଶୁଣନ୍ତୁ ନାହିଁ ନା ମୁଁ ବେଶୀ କହିପାରିବି ନାହିଁ ବାକ୍ୟ ବିଷୟରେ ପଦେ କହିବି ହିତୋପଦେଶ 12:1 ଯେଉଁ ଲୋକ ଶାସନ ଭଲ ପାଏ ସେ ଜ୍ଞାନ ଭଲ ପାଏ ମାତ୍ର ଯେ ଅନୁଯୋଗ ଘୃଣା କରେ ସେ ପଶୁ ତୁଲ୍ୟ ଅନୁଯୋଗକୁ ଯେ ଘୃଣା କରେ ସେ କିପରି ପଶୁ ତୁଲ୍ୟ ଶୁଣନ୍ତୁ ତିମୋଥୀ ଲେଖନ୍ତି ଶେଷ ସମୟରେ ଲୋକମାନେ ଶ୍ରୁତି ମଧୁର କଥା ଶୁଣିବାକୁ ଭଲ ପାଇବେ ଇଚ୍ଛା କରିବେ ଆମେ ମାନେ ଅଲରେଡି ଶେଷ ସମୟରେ ଆସି ପହଞ୍ଚିଅଛୁ ଆଉ ଶ୍ରୁତି ମଧୁର କଥା ଯଥେଷ୍ଟ ମିଳୁଛି ସାବଧାନ ଯେଉଁ ବାକ୍ୟ ଦ୍ୱାରା ମୋର ଜୀବନରେ ମତେ ପାପ ଛାଡ଼ିବା ପାଇଁ ତାହା ମତେ ଚ୍ୟାଲେଞ୍ଜ କରୁଛି ଶୁଣିବି ତ ସେପରି ବାକ୍ୟ ଶୁଣିବି ନହେଲେ ନାହିଁ It doesn't mean कि प्रभु आपनको प्रेम करूछुंती बोली कहवा शिक्षा भूल ना ताहा भूल नहीं तार स्थान अछि किंतु एक पापी को प्रथमे कहा जाए तो फेरी के आसे से ग्रहण करिवे दैट इज फुल गॉस्पेल हालेलुया तू फेरी के आसे पाप को छाड़े प्रभु निश्चय अछंती एपरि शिक्षा सुनो तू पाप मते करूछा God loves you नहीं God will beat me to देबो you not loves you माने किसी को कहि दबो ना केमते तमे ना अन्य जगह बाक्य को प्रेम करबा शिखंतु आगे मनुष्य होइजिले
टाइम लगे आपण मानको आपण माने मो रिक्वेस्ट करछि जेते जेते जन आपण को रागु छथि आपण को भलो हबा पाई लव देम सेमान को प्रेम करथि काहे कि जानथि सेमान आपण मान को प्रेम करथिबारु सत्य सत्य कथा कहउछु हालेलुया कानरे जा सुनिबे ताहा उत्तम कथा सुनतो अଯଥା कथा सुनिबा आज थारु बंद करतो कानर सुनिबा पवित्र हेउ हालेलुया प्रेज द लॉर्ड 3 नंबर कोन पवित्र हवा दरकार ताहा बहुत इंपोर्टेंट रटे होची जिह्वा आमो जिह्वा कोन हेउ पवित्र हेउ आमे केते जन कहि परिबा मु मिछ कहिबा छाडी देछि बोले केते जन कहि परिबा मु रागिबा छाडी देछि केते जन कहि परिबा मु बर चर्चा करू नाय केते जन कहि परिबा मु जीवारे अन्य को दुख देउ नाय केते जन कहि परिबा मु का को कष्ट देउ नाय कार हाथ को आघात करू नाय जाको बोले को 1:26 रे if anyone thinks that he or she is a Christian and do not attain their tongue, their religiosity, their Christianity is worth zero. Bodo, jodi bodo. যদি কেহি আপনাকু ধর্মপরায়ণ বলি মনে করে যদি কেহি আপনাকু ধার্মিক বলি ভাবুছি আও আপনা জিহ্বাকু বশীভূত ন করি আপনার জীবাকু বশীভূত করু নাই নিজ হৃদয়কু প্রবঞ্চনা করে সে নিজ হৃদয়কু প্রবঞ্চনা করুছি তাহার ধর্মপরায়ণতা বৃথা তার সমস্ত ধার্মিকতা यार देखो what is this rose cow औंडा तार धार्मिकता केमिति उठा बुद्धा गोटे मुहूर्त चिंता करते एही वाक्य को आमे भलो बाइबल पढुथिबा भलो गिरजा रे अटेंड करूथिबा एक्टिव होइथिबा प्रार्थना करूथिबा उपवास करूथिबा आ आंठे के समय केवल करूथिबा एट द वेरी टाइम जिह्वा को मध्य जदि बसरे रखु नथिबा हमर धार्मिकता वेस्ट दया करू बुझंतु पार्टी अछि बोली किछि मध्य कोंतु नाही ना आगे से मध्य गाली कर देला से गाली कला बदे में गाली करिवो की कथा है आजा से मते बहुत खराब व्यवहार करूची मु नो को केमति तुने लेबी तमरो गुरु जीसु तो जीसु निर्दोष थिले पाप रहित थिले लोक माने निंदा करबा समय रे लोक माने बदनाम करबा समय रे लोक माने ताको तुच्छ करबा समय रे मुख फुटाइले नाही हमरो गुरु जे करी आमे मध्य सेपरि हालेलुया प्रेज द लॉर्ड प्रभु को लोक माने जीसु हमको देखिले वाह मजा आसुचे बाबू को देखिले झियो को देखिले बोली जीसु को लागिबा दरकार आ काको लागु मोला तो किछ बड़ କଥା नाही प्रेज द लॉर्ड हालेलुया जीवार व्यवहार संपूर्ण पवित्र हेउ संपूर्ण गौड़ी माने अच्छे बड़ा हालेलुया मने करो अन्य नंबर कॉल आसीबो ओके एटा कोन कष्ट प्रश्न माने पचारे छै मने की कोन एला मने करो अननोन नंबर कॉल आसीबो कॉल उठेबो हेलो एंते कहबो ना लाटरी ही करी हेलो के कहजो बोलो बोलो ताको मिली जे सिग्नल हला रे बाबा पड़ला माछो जाल रे उठे ना बहुत करिबे एटा एमिति हालो कहंतु से हालो सुनी तार कलेजा चिरी हिजबा यस ले कौन कहबे खजुरी गछर की गीत गाइबे आगे अरे बाबू से कहिबो के सापो ए सापो आसीबो सापो आसी कोन बोलु कहबो आगो बोले होई गो की सेला बोलो नहीं आज्ञा आदम आज्ञा धरे नथिले गोटे
ଆସିଲା ଆସିକି ନଅକୁ କଲା ଦରୱାଜା ତମେ ନଅକୁ ଗଲେ ଦରୱାଜା ଖୋଲି ଆସ ଆଜ୍ଞା ଆସ ଦୟାକରି ବସ ବୋଲିବ ନା ନମସ୍କାର ଆଜ୍ଞା ଆପଣ କିଏ ବୋଲି ପଚାରିବ ନା ନାଇଁ ଏ ମଣିଷ କ'ଣ କଲା ହଁ ଆଉ ଭଲ ଅଛ ତ ଆଉ ଠିକ ଠାକ ତ ଆଉ କ'ଣ କୁହ ଆଜ୍ଞା ଏମିତି ନା ବର୍ଣ୍ଣନା ମୁଁ କରିପାରୁନାହିଁ କାହିଁକି ମୋତେ ସକ୍ ହେଇଯାଉଛି ସର୍ପ କ'ଣ କହିଲା ପ୍ରଥମେ କ'ଣ କହିଲା ସାପ ତାକୁ ଆଗୋ କହିଲା ନାଇଁ ଇଏ କ'ଣ କହିବା କଥା ଥିଲା ହଇ ଯେ ଆଗ ଯେ ତୁଇ କିଏ ଆଗରେ କହିବା କଥା ଥିଲା ହଇ ନାହିଁ କହି ନାହିଁ ତୁନି ପଡ଼ିଥିଲା ଜାଣନ୍ତି ଟିକେ ପଢ଼ିବା ପଢ଼ନ୍ତୁ 3:1 ପଢ଼ନ୍ତୁ ପଶୁମାନଙ୍କ ମଧ୍ୟରେ ସର୍ପପେକ୍ଷା ଫଳ ଥିଲା 3:1 yes ହଁ ସେ ନାରୀକି କହିଲା ଆଗ ଏଠି ସତ୍ୟ ପ୍ରଥମ ୱାର୍ଡ କ'ଣ ଆଗ ସେ ଦିନର ପ୍ରଥମ ୱାର୍ଡ ଆଗ ଆଜିର ପ୍ରଥମ ୱାର୍ଡ ହ୍ୟାଲୋ ନା या गो बोलो बोलो मोर क्वेश्चन ए होगा डोगरी बुड़ी काहे तुनी बुड़ी थिला को जानती काहे तुनी बुड़ी थिला आर आवाज ताकू हाय 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 लगला बुझा पड़ुची से आगो बोलू बोलू जदि ये तार उचित प्रत्युत्तर रखि थांता हां ताको बाटो मिली थांता नेक्स्ट वर्ड कहबा पई नाही सावधान भौणी माने द्वितीय वर्ड कौन कहता हूँ एक सत्य एक ही होय रे भूत मुंडा इटा का सत्य कहबा କଥା कि नहीं तुनी पड़ी अछि को नहीं किछि एठी फसुच भौणी माने एठी का फसुच फोन मने कर आसीला अननोन नंबर देखि हसी पके खुशी हे जाउछु ना उठौनो ना बापा को नेकी दउछु ना भाई को नेकी दउछु टिके पचारंतो ना रक्त पॉइंट टू पॉइंट कथाउछु टिके निजो को पचारंतो आमे याडे दुकान पके दे बसी पड़िथिबा त कस्टमर आसबे नै कि हां बुझंदु आपणकर कुमारित्व ईश्वरक महान दान अटे डोंट वेस्ट इट एक वृथारे हरातु नाही ता बहुत बड़ आशीर्वाद अटे प्रभु आपनको बाकी विषय बुझिबा में सहायता करंतु मो वर्णना करि पारु नाही केतोटी विषय देखिले हमें प्रथमे कोन पवित्र हेउ द्वितीय ने जीवार सब पाप लिस्ट आउट करिले घर को जाए सब पापर लिस्ट आउट करिवे आ निष्पत्ति नेबे मु मोर जीवाकू पवित्रता सहित व्यवहार करिवे आमे ईश्वर को सेवा करबा पई चाहूछो तो ईश्वर को सेवा जीवार कार्य राइट ए जीवा जते पवित्र हबो तांकर रब सेते ए जीवार बाहरिबो हालेलुया समस्त को सम्मान दियंतु सामरो बड़ समस्त को सम्मान दियंतु समस्त को सम्मान दियंतु काहारी को हर्ट करतु नहीं ना काहारी को नहीं जदि आपण निर्दोष होती लोके आपण को दोषी करछुती जिसुंकर पथ को अनुसरण करतु लोक कहि जानो किछि कथा नहीं स्वर्ग देखुची आपण निर्दोष होले दैट्स इनफ ताहा यथेष्ट होते प्रेज द लॉर्ड हालेलुया जीवार सब पाप को मार्क करिवे पढ़िबा 39 साम आउ से सब को छाड़ी गीत संहिता 39:2 39 गीत संहिता 2 मु मौन भाବରେ ନିରବ ରହିଲି ସତ କଥାରୁ ହିଁ ନିବୃତ୍ତି ରହିଲି मु मौन भाବରେ ନିରବ ରହିଲି आउ सत कथारू ही निवृत्त ରହିଲି माने मु सत्य कथा कहि पारि थांती ना नहीं किंतु कहले कि that is the way of Jesus मु निर्दोष अटे मु सत्य रे अछि मु कहि पारिबी किंतु मु जिह्वा खोलिली नाही हालेलुया प्रेज द लॉर्ड जिह्वार उचित व्यवहार करंतु देखिबे प्रभु आपन जीवन उचित व्यवहार करबा आरंभ करिवे हालेलुया कोन पवित्र हेउ
जीवा पवित्र हो 4 नंबर अच्छा मो हल्का रे सब छुई के जीवे ना नेक्स्ट टॉपिक को जीवे बोल कोड़े गोटी विषय पवित्र हवा दरकार हमें मात्र 3 गोटी विषय लिखिछे प्रेज द लॉर्ड मो उल्टा कुछ क्वेश्चन करले की सब कहबी कि ना अलग टॉपिक को जीवी ना सारी हां जोर से कोई देवी अच्छा नाम और कोई के सारो छे हां 4 नंबर विषय हमर वस्त्र पवित्र है कौन पवित्र है वस्त्र वस्त्र అంటే इंग्लिश लो लीव सर ना वस्त्र माने ओडिया रे ओठ हमर ओठ की करी हो जेबे मो भाई मानको गोटे प्रश्न पचारिबे आमे ओठरे लेपा लेपी होउ जे हमर ओठ कोइला परी हिची की लेपी हेबा जरूरी की झांगड़ी माने कान अछि बरा अयाड अछि भूरी परमेश्वर जेते बेले हबाकू सृष्टि कले ए ओठरे लेपिबाटा पासरी जाइथिले की काहे मते कहतु प्रभु जीशु मनकर आपण को निकट को आसीबे आ केबे चालो भणी टिके मार्केट बुली के आसीबा बुला बुली करे आसीबा आपण से समय कोन रंग करी कला करी पिंक करी घसा घुसे की बाहरी पारिबे उत्तर टिके दिउ हेबो यार अर्थ मु गिरजा आसरा बोलको जीशु गिरजा गले थांतु मु गिरजा बाहरी गला परे बाजार गला बळे काम को गला बळे चाकरी गला बळे व्यवसाय गला बळे कॉलेज गला बळे जीशु गिरजा गला का थांतु मोर सहित न थांतु बुझा पडुछि हमर वस्त्र भी पवित्र हो रथ पवित्र हो प्रभु जहाँ देखछन्ति सेथिरे संतुष्ट हो आपन को लागु छै प्रभु सेथिरे खुशी बोले लागु छै कि करंतु नहीं ताहा भल विषय नहीं जीवन आपण मान करो आपण मान को इच्छा 5 नंबर हमर अंगूठी पवित्र हो अंगूठी ए अंगूठी अछि सिना 2 इंच अद्भुत काम जाको करि थाउ जे मो भितर पसि थांदे जे मोर जमा वर्षा टाइम हे गला प्रेज द लॉर्ड हालेलुया सारू जे दीचानी के सारू प्रेज द लॉर्ड हमरो कोन पवित्र हो हां अंगूठी पवित्र हो सेटा आपण माने बसंत प्रभु को पचारंत प्रभु मोर आंगुठी केमती को पवित्र करबी एबे मोर टाइम हे गला मो सारे बाबू जाछि आसंतु चोखे बंद करिबा टिके आंठेबा माने 2-4 मिनिट तापर सारे दो हालेलुया प्रभु मन को निश्चय सुजोग देवे से हम को हृदय वेदना को जनाउछन्ति से हम को निश्चय गढ़िबे से निश्चय कथा कहिबे आज जहाँ भी आपण माने सुनिछन्ति ताहा को आपण करबो मंडली निमंते मोहर कर्तव्य ईश्वर को बल को बढ़ेबा तांको राज्य निमंते प्रस्तुति कराइबा आ एथिपाई मते आपण को देई देबा पड़िबो कहिले से मते व्यवहार करिवे जमाने बहुत आतुरता सहित शुणुले जमा दुख करतु नहीं सब विषय पर यूट्यूब रे पाइबे निश्चय प्रभु जानुछन्ति सकल विषय आपण को जीवन को प्रभु देखंतु आ प्रभु कहंतु ए बाबू ए झियो से मने मते बंचुछि अल्प समय में टिके समीक्षा करबा पुणी प्रार्थना करी समाप्त करबा
ଯଦି ଲାଗୁଛି ମୋ ପ୍ରିୟ ଭାଇ ଭଉଣୀମାନେ ମୁଁ ବହୁତ ଦୁଃଖ ଦେଇଛି ପ୍ରଭୁଙ୍କୁ, ବହୁତ କଷ୍ଟ ଦେଇଛି ପ୍ରଭୁଙ୍କୁ, ମୋର ଜୀବନ ଭଲ ନାହିଁ, ମୋର ଚିନ୍ତାଧାରା ଭଲ ନାହିଁ, ମୋର ସମୟର ବ୍ୟବହାର ଠିକ ନାହିଁ, କଣ ପରମେଶ୍ୱର ମତେ ଆଜି ବି ପ୍ରେମ କରନ୍ତି? କେତେ ଝିଅଙ୍କ ପଛରେ ମୁଁ ଯାଇଛି, କେତେ ପୁଅକୁ ମୁଁ ଠକିଛି, ନିଜ ଶରୀରକୁ କଦର୍ଯ୍ୟ କରି ପକାଇଛି, ଅସୁଚିତାରେ ବୁଡ଼େଇ ଦେଇଛି, କଣ ସେ ମତେ ଆଜି ମଧ୍ୟ ଗ୍ରହଣ କରିବେ? ଯଦି ଆପଣ ସତରେ ଆପଣଙ୍କୁ ପୁଣି ଥରେ ଗଢ଼ିବା ପାଇଁ ଚାହୁଁଛନ୍ତି, ଆପଣ ସ୍ଥାନରେ ଆପଣ ଆଣ୍ଠେଇ ଯାଆନ୍ତୁ, ଗୋଟିଏ ପ୍ରକୃତ ଅନୁତାପ କରିବା, ଏଠାରୁ ସମ୍ପୂର୍ଣ୍ଣ ନୂତନ ହୋଇକି ଆମେ ଆସିବା। ଯେବେ ଆମ୍ଭମାନଙ୍କର ଅସ୍ତିତ୍ୱ ନଥିଲା ମୋ ପ୍ରିୟ ଭାଇ ଭଉଣୀମାନେ, ଯେତେବେଳେ ଆମେମାନେ ଧୂଳି ଥିଲୁ, ସେତେବେଳଠାରୁ ତାଙ୍କର ଦୃଷ୍ଟି ଆମ ପ୍ରତି ଅଛି। ଆମଠାରୁ ଆକାରରେ ବହୁତ ବଡ଼ ବଡ଼ ଦ୍ରବ୍ୟ ଜିନିଷ ଗୁଡ଼ିକ ସେ ଆପଣା ବାକ୍ୟରେ ତିଆରି କଲେ, କିନ୍ତୁ ଆମକୁ ସେ ପ୍ରେମ କରୁଥିବାରୁ ଓହ୍ଲାଇ ଆସିଲେ, ହାତରେ ଗଣିଲେ। ଶୈତାନ ସବୁବେଳେ ମନରେ କହିବ ତୁ ଭଲ ନାହିଁ, ତୁ ବହୁତ ଖରାପ, ତୁ ଏମିତି ପାପ ସବୁ କରିଛୁ, ପ୍ରଭୁ ତୋତେ ପ୍ରେମ କରୁନାହାନ୍ତି। ଈଶ୍ୱରଙ୍କ କ୍ଷୁଦ୍ର ଦାସ ହୋଇଥିବା ସକାଶୁ ବାକ୍ୟର ଅଧିକାରରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ତାହା ଶୈତାନର କଥା ଅଟେ, ଶୈତାନର ମୁଖ୍ୟ ଚାତୁରୀ ଅଟେ, ଯେ ଈଶ୍ୱରଙ୍କ ପ୍ରେମ ପ୍ରତି ଆପଣଙ୍କ ମନରେ ସନ୍ଦେହ ଆଣିଦେବା। ଯଦି ସେ ଆପଣଙ୍କୁ ପ୍ରେମ କରିନଥାନ୍ତେ, ଆଜି ଆପଣ ଦୁନିଆରେ ନଥାନ୍ତେ। ଯଦି ସେ ଆପଣଙ୍କୁ ପ୍ରେମ କରିନଥାନ୍ତେ, ଆପଣଙ୍କର ପ୍ରାଣରେ ଶ୍ୱାସ ବାୟୁ ଚାଲି ଯାଇଥାନ୍ତା। ଯଦି ସେ ଆପଣଙ୍କୁ ପ୍ରେମ କରିନଥାନ୍ତେ, ଆପଣ ତାଙ୍କ ସାନ୍ନିଧ୍ୟକୁ ଆସିପାରିନଥାନ୍ତେ। ମୋ ପ୍ରିୟ ଯୁବା ଭାଇ, ମୋ ପ୍ରିୟ ଯୁବା ଭଉଣୀ, ଆଜି ମଧ୍ୟ ସେ ଆପଣଙ୍କ ଅପେକ୍ଷାରେ ଅଛନ୍ତି। କୌଣସି ଗୁପ୍ତ ପାପ, ବଡ଼ ପାପ ଯାହା ଆପଣ ଭାବୁଛନ୍ତି ମୁଁ କରିଦେଇଛି, ସେହି ପାପ ଆପଣଙ୍କୁ ନ ଅଟକାଉ ତାଙ୍କ ନିକଟକୁ ଫେରିଯିବା ପାଇଁ। ରୋମିଓ 5:8 ପାଉଲ ଲେଖନ୍ତି, when we people were sinners, ଯେତେବେଳେ ଆମେମାନେ ପାପରେ ଥିଲୁ, ଅପରାଧରେ ଥିଲୁ, ଅଶୁଚିତାରେ ଥିଲୁ, ପାପରେ ବୁଡ଼ିକି ଥିଲୁ, ସେହି ସମୟରେ ସେ ଆପଣା ପୁତ୍ରଙ୍କୁ ପଠାଇଲେ। ସେହି ପୁତ୍ର କାଲବରୀ କ୍ରୁଶରେ ଚଢ଼ିଗଲେ। ଆପଣର ଦୁଇ ହାତ ବିସ୍ତାର କରି ସେ କହୁଛନ୍ତି, ମୁଁ ତୁମକୁ ପ୍ରେମ କରୁଛି। ଏ ଭାଇ ଭଉଣୀମାନେ, ଦୁନିଆର ପ୍ରେମରେ ପଡ଼ି ଯାହା ଆପଣ ପାଇଛନ୍ତି, ଆପଣ ଭଲରେ ଜାଣନ୍ତି। ଆଜି ଟିକେ ଅଣାଇବାକୁ ସେ କୃଷକୁ କେହି ଜଣେ ସେଠାରେ ଝୁଲିଛନ୍ତି, ପଚାରିବା କାହିଁକି ସେ ଝୁଲିଛନ୍ତି, କାହିଁକି ସେ ପିଠା ଖାଇଲେ, କାହା ପାଇଁ ଚାପୁଡ଼ା ଖାଇଲେ, କାହା ପାଇଁ ରକ୍ତାକ୍ତ ହେଲେ, କାହା ପାଇଁ କ୍ଷତ ବିକ୍ଷତ ହେଲେ। ଯଦି ଆପଣ ପଚାରିବେ ସେ କାଲବରୀକୁ, ଯଦି ପଚାରିବେ ସେଇ କଣ୍ଟାକୁ, ଯଦି ପଚାରିବେ ସେଇ କ୍ରୁଶକୁ, ଆପଣମାନେ ଉତ୍ତର ପାଇବେ, ମୋ ପ୍ରିୟ ପୁଅ, ମୋ ପ୍ରିୟ ଝିଅ, ତୋର ଜୀବନରେ ରକ୍ଷା ପାଇଁ ତୋର ପ୍ରେମିକ ଯୀଶୁ, ଯିଏ ତୋତେ ସତ୍ୟ ପ୍ରେମରେ ପ୍ରେମ କରୁଛନ୍ତି, ତାକୁ
ଦେଇଦେଲେ ଯେ ପର୍ଯ୍ୟନ୍ତ ଆପଣ ତାଙ୍କ ପ୍ରେମକୁ ନିଜ ପାଇଁ ଗ୍ରହଣ କରିବେ ନାହିଁ ଆପଣ କେବେ ଆତ୍ମିକ ହୋଇପାରିବେ ନାହିଁ। ଆଜି ଆମେ ବାଇବଲ ପଢୁନା ହଉଛି ଯେ ବିରକ୍ତ ଲାଗୁଛି ଏଥିପାଇଁ ବିରକ୍ତ ଲାଗୁଛି ଭଲ ଲାଗୁନାହିଁ ପ୍ରେମ ନାହିଁ। ଆଜି ଆମେ କାହିଁକି ଘଣ୍ଟା ଘଣ୍ଟା ଆଣ୍ଠରେ ବିତଉନା ଅଲଗା ବିଷୟ କେମିତି ଆମେ ଘଣ୍ଟା ଘଣ୍ଟା ବିତେଇ ପାରୁଛୁ ପ୍ରେମ ନାହିଁ। ଆଜି କାହିଁକି ଗିର୍ଜାଘରେ ଆମକୁ ବୋର ଲାଗୁଛି ପ୍ରେମର ଅଭାବ ଅଛି। ଆଜି କାହିଁକି ଆମେ ଉପବାସରେ ତାଙ୍କୁ ଖୋଜୁନା ପ୍ରେମର ଅଭାବ ଅଛି। କ୍ଷମା ମାଗିବାକୁ ପ୍ରଭୁକୁ ଆଜି ଦିନ ଯାଏ ଯେତେ ପ୍ରଭୁ ଦୁଃଖ ଦେଇଛନ୍ତି ନିଜ ଚିନ୍ତାରେ ଭାବନାରେ କଳ୍ପନାରେ କଥାରେ ଭାଷାରେ ଦେଖିବାରେ ଶୁଣିବାରେ ଚାଲିବାରେ ବସ୍ତ୍ର ପରିଧାନରେ ଅନ୍ୟକୁ ରିଆକ୍ସନ ଦେବାରେ ଯଦି ଲାଗୁଛି ମୁଁ ପାପ କରିଦେଇଛି ଏ ସମୟ କ୍ଷମା ମାଗିବାର ସମୟ ହଉ। ଅଳ୍ପ ସମୟ ହେଉଛି ଆପଣମାନଙ୍କୁ ଫେରନ୍ତୁ କ୍ଷମା ମାଗନ୍ତୁ। এই সময় কেবে মিଳିବ ଆମେ ଜାଣୁନା ଟିକେ ପରିଶ୍ରମ ଟିକେ ପ୍ରଭୁଙ୍କୁ କହୁ ଟିକେ ଅନାଅ ପ୍ରଭୁ ମୁଁ ପାରୁନାହିଁ ପ୍ରଭୁ ମୋତେ ଟିକେ ଶକ୍ତି ଦିଅ ପ୍ରଭୁ ମୁଁ ଚାହୁଁନି ପ୍ରଭୁ ପାପ କରିବା ମୋ ଦ୍ୱାରା ହେଉନାହିଁ ବାପା ମୁଁ ତୁମକୁ ଦୁଃଖ ଦେବା ପାଇଁ ଚାହୁଁନାହିଁ ମୋତେ ଟିକେ ଦେଖ ଶକ୍ତି ମାଗିବା ଆମେ ଟିକେ ଶକ୍ତି ମାଗିବା କି ଆଜି ଆମେ ପାଠ ପଢିବା ପାଇଁ ବୁଦ୍ଧି ଜ୍ଞାନ ମାଗିଲୁ ଆଜି ଯାଏ ଚାକିରି ମାଗିଲୁ ଆଜି ଯାଏ ଉନ୍ନତିକୁ ମାଗିଲୁ ଆଜି ଯାଏ ଲାଇଫ ସେଟଲମେଣ୍ଟ ମାଗିଲୁ କିନ୍ତୁ ଚାକିରି ଦ୍ୱାରା ସେ ସନ୍ତୁଷ୍ଟ ହେବେ ନାହିଁ ଆପଣ ଜ୍ଞାନୀ ହେଲେ ସେ ସନ୍ତୁଷ୍ଟ ହେବେ ନାହିଁ ଆପଣ ପାପରେ ରହି ଯଦି ଭଲ ଅର୍ଥ କମେଇବେ ସେ ସନ୍ତୁଷ୍ଟ ହେବେ ନାହିଁ ବାଇବଲ ପଢେ ସେ ପ୍ରାଣ ଦେଇଛି ଯେ ଆପଣଙ୍କ ପାଇଁ ଆମେ ହୃଦୟ ଦେବା କି ତାଙ୍କୁ ଆମେ ନିଜ ଜୀବନ ତାଙ୍କୁ ଦେବା କି କହିବା ପ୍ରଭୁକୁ ବାପା ଜୀବନ ତୁମରି ଦାନ ଦେବ ତୁମ ଶକ୍ତିରେ ମୋତେ ଭରି ଦିଅ ପ୍ରଭୁ ମୁଁ ଚାଲି ପାରୁନାହିଁ ପ୍ରଭୁ ମୁଁ ଜାଣିଛି ପ୍ରିୟ ଭାଇ ଭଉଣୀମାନେ ଅନେକ ଅଛନ୍ତି ନ ଚାହିଁବା ସେ ପାପ କରିଦେଉଛନ୍ତି ଦିସ୍ ଇଜ୍ ୟୋର ଟାଇମ୍ ମାଗନ୍ତୁ ଶକ୍ତି ପ୍ରଭୁ ବ୍ୟଭିଚାରରେ ଭୟ ନ କରିବା ପାଇଁ ଶକ୍ତି ଦିଅ ମଦକୁ ଛାଡ଼ିବା ପାଇଁ ଶକ୍ତି ଦିଅ ବାପା ପ୍ରଭୁ ଟୁକି ଧନ୍ଦା ଠୁକା ଧନ୍ଦାରୁ ବାହାରିବା ପାଇଁ ଶକ୍ତି ଦିଅ ଭାଇମାନେ ନିରବ ରୁହନ୍ତୁ ନାହିଁ ଶକ୍ତି ମାଗନ୍ତୁ ବୋଧଟାକୁ ଛାଡ଼ିବା ପାଇଁ ଶକ୍ତି ମାଗନ୍ତୁ ମନ୍ଦତାରୁ ବାହାରିବା ପାଇଁ ଶକ୍ତି ମାଗି ପାଇଯାନ୍ତୁ ବ୍ୟଭିଚାର ଛାଡ଼ିବା ପାଇଁ ଶକ୍ତି ମାଗନ୍ତୁ ଜଗତର ପ୍ରେମରୁ ବାହାରିବା ପାଇଁ ଶକ୍ତି ମାଗନ୍ତୁ ସତ୍ୟ ପ୍ରେମିକ ଗ୍ରହଣ କରିବା ପାଇଁ ଚାହିଁ ବସୁଛନ୍ତି ସେ ନିଶ୍ଚୟ ଗ୍ରହଣ କରିବେ ଆପଣ ଶକ୍ତି ମାଗି ଫେରି ଆସିବାର ନିଷ୍ପତ୍ତି ନିଅନ୍ତୁ କେହି ନିରବ ଅଳ୍ପ ସମୟ ପରେ ସଭା ସମାପ୍ତ ହୋଇଯିବ ସଭା ସମାପ୍ତ ହେବା ଆଗରୁ ଆମେ ନୂତନ ହେଇଯିବାର ଅଛି ଆମେ ପରିବର୍ତ୍ତନ ହେଇଯିବାର ଅଛି ଆମକୁ ପବିତ୍ରତା ପାଇଁ ଫଳ ମିଳିବାର ଅଛି ଆମକୁ ନମ୍ରତାର ଫଳ ମିଳିବାର ଅଛି ଆଠେଇବାର ଜୀବନର ଫଳ ପାଇବାର ଅଛି ହାଲେଲୁୟା
ଚକ୍ଷୁରେ କଣ କରିଛନ୍ତି, କାନରେ କଣ ଶୁଣିଛନ୍ତି, ଜିହ୍ୱାରେ କଣ କରିଛନ୍ତି, ଭାବନାରେ କଣ ଭାବିଛନ୍ତି, ମୋବାଇଲ କିପରି ବ୍ୟବହାର କରିଛନ୍ତି, ଆଙ୍ଗୁଠିରେ କଣ ଛୁଇଁଛନ୍ତି, ମୋବାଇଲରେ କାହାକୁ କିପରି କଥା ହେଇଛନ୍ତି, କଣ ସବୁ ଦେଖୁଛନ୍ତି, ଲୋକମାନଙ୍କ ମାଆଙ୍କ ବାପାଙ୍କ ଠକି କୁଆଡ଼େ ଯାଇଛନ୍ତି, ପଇସାକୁ କେଉଁ ବିଷୟରେ ବ୍ୟବହାର କରିଛନ୍ତି, ସବୁ ବିଷୟ ସ୍ୱୀକାର କରି ଛାଡ଼ିବାର ବିଶ୍ୱାସ Hallelujah.
ଆମେ ପୁରୁଣା ଜୀବନ ନେଇକି ଜୀବନ ନାହିଁ ମୁଁ ଗୋଟେ ମିନିଟରେ ପ୍ରାର୍ଥନା କରିବି
କରିବା ପାଇଁ ଯାଉଛି Babanko, Tago Seva Karchiko, Youth Fellowship,
ପୁଣି ଯେତେ ତୁମ ଲୋକମାନେ ଆସିଛନ୍ତି ପ୍ରତ୍ୟେକଙ୍କ ଜୀବନକୁ ସ୍ୱାସ୍ଥ୍ୟକୁ କାମ କାର୍ଯ୍ୟକୁ ପ୍ରଫେସନକୁ ମୁଁ ତୁମ ପରାକ୍ରମ ହସ୍ତରେ ରଖିଲି ତୁମ ଆତ୍ମାଙ୍କ ଚାଳନା ଦେଇ ନିତ୍ୟ ଚଳାଇ ନେଉ ଏମାନେ ପାପର ଘୃଣାକାରୀ ହୁଅନ୍ତୁ ପ୍ରଭୁ ପବିତ୍ରତାର ପ୍ରେମିକ ହୁଅନ୍ତୁ ଏପରି ସାହାଯ୍ୟ କରୁଥାଉ ପଢ଼ିବା ବେଳୁ ଥାଉ ପ୍ରଭୁ ପଢ଼ିବା ପାଇଁ ଦିଅ ନାହିଁ ପ୍ରଭୁ ଦିଅ ନାହିଁ ତୁମ ପ୍ରେମ ଆଗରେ ସବୁ ବୃଥା ଅଟେ ଏହା ମନେ ବୁଝିଛନ୍ତି ଏପରି ସାହାଯ୍ୟ କରେ ଧନ୍ୟବାଦ ତୁମେ 2 ଦିବସୀୟ ସେବାକୁ ଆଶୀର୍ବାଦ କରିଅଛ ଯୁବା ସେବାକୁ ଆଶୀର୍ବାଦ କରିଅଛ ଧନ୍ୟବାଦ ସବୁ ବିଷୟ ପାଇଁ ଧନ୍ୟବାଦ ଦେବି ତୁମ ଇଚ୍ଛା ଥିଲେ ପୁଣି ଥରେ ସାକ୍ଷାତ ହୋଇ ପରସ୍ପର ଉତ୍ସାହିତ କାରଣ ହେବା ପାଇଁ ଦୟା କର ଯଦି ପ୍ରଭୁ ଆମେ ସାକ୍ଷାତ ହେବୁ ନାହିଁ ତେବେ ଯଦି ଶୀଘ୍ର ଆଗମନ କରିବ ଆମେ ଯେପରି ଦିନମାନଙ୍କରେ ପାପ ଠାରୁ ପୃଥକ ହେବୁ ତୁମ ସହିତ ଚିପକିକି ରହିବୁ ଆସକ୍ତି ହୋଇକି ରହିବୁ ଏହି ମନ ହୃଦୟ ପ୍ରଦାନ ସବୁ ବିଷୟ ପାଇଁ ଧନ୍ୟବାଦ ଦେବି ସବୁ ମହିମା ଗୌରବ ସମ୍ଭ୍ରମ କେବଳ ତୁମକୁ ଦେଇ ଧନ୍ୟବାଦ ସହିତ ପ୍ରାର୍ଥନା ଯୀଶୁଙ୍କ ନାମରେ ଆମେନ୍। ପ୍ରଭୁଙ୍କ ପାଇଁ ଉଚ୍ଚ କର